नमस्कार जय जगन्नाथ। आसतु जानिबा सिंह राशिंकर मे मासर माने 2026 मे मासर मासिक राशिफल किभଳି ରହିବ। ଏହି ମାସରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ସାହସ ଆପଣଙ୍କୁ ବିଜୟ କରିବ। ଧ୍ୟାନ ଦିଅନ୍ତୁ ସିଂହ ରାଶିର ଲୋକମାନେ, ମେ 2026 ଆପଣଙ୍କ ପାଇଁ ଉନ୍ନତି ଆଉ ସମ୍ମାନର ସମୟ ଆଣିଛି। ଆପଣଙ୍କର ପରିଶ୍ରମର ଫଳ ଯାହାକି ଆପଣଙ୍କୁ ଧୀରେ ଧୀରେ ଆପଣଙ୍କର ଫଳ ଦ୍ୱାରା ଆପଣଙ୍କୁ ମିଳିବାକୁ ଯାଉଛି। ବର୍ତ୍ତମାନ ଆମେ এই ଭିଡିଓରେ ଆପଣଙ୍କର କଣ ବିଷୟରେ ଜାଣିବା ଚାଲନ୍ତୁ ଟିକେ ମୁଁ କହି ଦଉଛି। ଯେମିତି କି ଆପଣ କ୍ୟାରିୟର ଏବଂ କାମ କାର୍ଯ୍ୟ ବିଷୟରେ ଜାଣିବା, ଏହାପରେ ଜାଣିବା ଧନ ଆଉ ଆର୍ଥିକ ଦିଗ କିଭଳି ରହିବ, ତାପରେ ଜାଣିବା ପ୍ରେମ ଆଉ ସମ୍ପର୍କ ବିଷୟରେ, ତାପରେ ଜାଣିବା ସ୍ୱାସ୍ଥ୍ୟ କିଭଳି ରହିବ, ତାପରେ ଜାଣିବା କେଉଁ ଦିନ ଆପଣଙ୍କ ପାଇଁ ଶୁଭ ରହିବ, କେଉଁ ଦିନ ଅଶୁଭ ରହିବ, ଆଉ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ରହିବ। ତାପରେ এই ପୁରା ମାସକୁ ଭଲ କରିବା ପାଇଁ କେଉଁ କେଉଁ ଉପାୟ କରିବେ। ତାହେଲେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା এই ମାସର ମାସିକ ରାଶିଫଳ। ପ୍ରଥମେ ଆରମ୍ଭ କରିବା କାର୍ଯ୍ୟ ଏବଂ ଜୀବିକା ବିଷୟରେ। ମାସ ଆରମ୍ଭରେ ଆପଣଙ୍କର କାର୍ଯ୍ୟରେ ଟିକେ ଚାପ ବଢିବ, ଆଉ ଆପଣଙ୍କର ଯେ ସିନିୟର ଅଛନ୍ତି ତାଙ୍କ ନଜରରେ ମାନେ ଆପଣ ରହିବେ। 11 ତାରିଖ ପରେ ଆପଣଙ୍କର ଅଟକି ଥିବା ଯେକୌଣସି କାର୍ଯ୍ୟ ତାହା ସଫଳ ହେବ। ଆଉ ଚାକିରିରେ ଆପଣଙ୍କର ଏ ମାସ ପଦ ଉନ୍ନତିର ସହିତ ଆପଣଙ୍କର ପ୍ରଶଂସାର ମଧ୍ୟ ଯୋଗ ରହୁଛି। ଆଉ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ନୂଆ ଚୁକ୍ତି ଆପଣଙ୍କ ପାଇଁ ଲାଭ ଦେଇପାରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷାରେ ନିଶ୍ଚିତ ଭଲ ଫଳ ପାଇବେ। ମନେ ରଖନ୍ତୁ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ତାହେଲେ ବର୍ତ୍ତମାନ ଆରମ୍ଭ କରିବା ଧନ ଆଉ ଆର୍ଥିକ ଦିଗ କିଭଳି ରହିବ। এই ମାସରେ ଆପଣଙ୍କର ଟିକେ ଆୟ ମାନେ ଖର୍ଚ୍ଚ ଆୟ ହବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢିବ। ଆପଣଙ୍କୁ ଟିକେ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ। ଆପଣଙ୍କର ଯେକୌଣସି ଗୋଟେ ପୁରୁଣା ନିବେଶରୁ ଆପଣଙ୍କୁ ଭଲ ଲାଭ ମିଳିବ। ଆଉ ନୂଆ ଆୟ ଉପାୟ ଯଦି ଖୋଜିବେ ମନେ ରଖନ୍ତୁ ସଫଳତା ମଧ୍ୟ ପାଇବେ। ଅଜଣା ସ୍ଥାନରେ ମାନେ ଇନଭେଷ୍ଟ କରନ୍ତୁନି, ଯୋଉ ବିଷୟରେ ଜାଣିନାହାନ୍ତି ସେ ବିଷୟରେ ଇନଭେଷ୍ଟ କରନ୍ତୁନି। ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ପାଇଁ ଟିକେ ଅଧିକ ଚାପ ବଢେଇ ଦବ। ଗୋଟେ ଛୋଟିଆ ଧନ ମନ୍ତ୍ରଟେ ଠିକ ଯୋଜନା ସହିତ ଯଦି ଖର୍ଚ୍ଚ କରିବେ ଧନ ସବୁବେଳେ ମନେ ରଖନ୍ତୁ ସ୍ଥିର ରହିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଆଉ ସମ୍ପର୍କ ବିଷୟରେ। ଯେମିତିକି ପରିବାରରେ ଆପଣଙ୍କର ଖୁସି ଆଉ ସମ୍ମାନ ବଢିବ। ଅହଙ୍କାର ଯଦି କରିବେ ତାହେଲେ ସମ୍ପର୍କରେ ଟିକେ ଦୂରତା ଆଣିବ। ଆପଣଙ୍କର ଜୀବନ ସାଥୀଙ୍କ ସହିତ ବୁଝାମଣା ଭଲ ରହିବ। ଆଉ ଯେଉଁମାନେ ଅବିବାହିତା ଅଛନ୍ତି ସେମାନଙ୍କ ପାଇଁ ନୂଆ ପ୍ରେମର ସୁଯୋଗ ମଧ୍ୟ ମିଳିପାରେ। ପରିବାର ସହିତ ଆପଣ ଯେକୌଣସି ଗୋଟେ ସ୍ଥାନକୁ ବୁଲିବାର ଯୋଗ ରହିଛି। ମନେ ରଖନ୍ତୁ ସମ୍ପର୍କକୁ ମଜବୁତ କରିବା ପାଇଁ ନିଜକୁ ଟିକେ ନମ୍ର ରଖିବା ଆବଶ୍ୟକ। ଯଦି ଆପଣ ପର୍ଯ୍ୟନ୍ତ ଭିଡିଓଟି ଦେଖୁଛନ୍ତି ଆମ ଭିଡିଓକୁ ଲାଇକ୍ କରିନାହାନ୍ତି, ଡେରି କରୁଛନ୍ତି, ଆପଣଙ୍କୁ ଗୋଟେ ସେକେଣ୍ଡ ଲାଗିବନି, ବାସ୍ ଭିଡିଓଟି କ୍ଲିକ୍ କରିଦେବେ, ଭିଡିଓଟି ଲାଇକ୍ ହେଇଯିବ ଆଉ ଆପଣଙ୍କର ସେ ଗୋଟିଏ ଲାଇକ୍ ଆମ ପାଇଁ ଆମ ଉତ୍ସାହ ପ୍ରେରଣା ବଢେଇବ। ଏମିତି ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡିଓ ବନେଇବା ପାଇଁ ଲାଇକ୍ କରନ୍ତୁ, କମେଣ୍ଟରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ଚାଲନ୍ତୁ ଭିଡିଓ ଆଗକୁ ବଢେଇବା। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ଏଇ ମାସ ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ। ଯେମିତିକି ଏ ମାସ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟରେ ଟିକେ ଆପଣଙ୍କ ମାନେ ଟିକେ ଥକା ଅନୁଭବ କରିବେ। ଏହା ସହିତ ଆପଣଙ୍କର ରକ୍ତଚାପ କିମ୍ବା ମୁଣ୍ଡବିନ୍ଧା ସମସ୍ୟା ଆପଣଙ୍କ ଟିକେ ଦେଖା ଦେଇପାରେ। ଆପଣ କଣ କରନ୍ତୁ, ଆପଣ ଟିକେ ଏଇ ସବୁ ପ୍ରୋବ୍ଲେମ ପାଇଁ ଆପଣଙ୍କର ଟିକେ କଣ ମନ ଟିକେ ଅସ୍ଥିର ମଧ୍ୟ ରହିବ। ଆପଣଙ୍କୁ ଟିକେ ସତେଜ ଖାଦ୍ୟ ଖାଇବା ଦରକାର ଏବଂ ସକାଳୁ ସକାଳୁ ଆପଣ ଯଦି ପାରିବେ ଆପଣ ଟିକେ ଯୋଗ ବ୍ୟାୟାମ କରନ୍ତୁ, ଆପଣଙ୍କ ପାଇଁ ମାନେ ନିହାତି ଭଲ ରହିବ। ଟିକେ ପାଣି ପିଅନ୍ତୁ, ଆଉ ବର୍ତ୍ତମାନ ଯୋଉ ଗରମ ଚାଲିଛି ଗରମ ପ୍ରତି ଟିକେ ସାବଧାନ ରୁହନ୍ତୁ। ଯଦି ଶରୀରରେ କୌଣସି ଅସୁବିଧା ସଂକେତ ଦଉଛି ତାକୁ ଅବହେଳା କରନ୍ତୁ ନାହିଁ। ବର୍ତ୍ତମାନ ଆସନ୍ତୁ ଜାଣିବା ଏଇ ମାସରେ ଆପଣଙ୍କ ପାଇଁ ଶୁଭ ସଂକେତ କଣ ରହିଛି। ଯେମିତିକି ଶୁଭ ଦିନ ଗୁଡିକ ହଉଛି 1 ତାରିଖ, 11 ତାରିଖ, 19 ତାରିଖ ଆଉ 29 ତାରିଖ। ସାବଧାନ ଦିନ ଗୁଡିକ ହଉଛି 6 ତାରିଖ, 14 ତାରିଖ ଆଉ 23 ତାରିଖ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଉଛି ସୁନେଲି ଏବଂ କେଶରୀ ରଙ୍ଗର। ଆଉ ବାକି ଦିନ ଗୁଡିକ ବିଷୟରେ ଜାଣିବାକୁ ହେଲେ ଆପଣ ମାନେ ରେଗୁଲାରଲି ଆମ ଆଜିର ରାଶିଫଳ ପ୍ରତ୍ୟେକ ଦିନର ଭିଡିଓ ଆପଣ ଦେଖନ୍ତୁ। ସେଥିରେ ଆପଣ ପ୍ରତ୍ୟେକ ଦିନ ବିଷୟରେ ଆପଣ ଜାଣିପାରିବେ। ତାହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା এই ମାସକୁ ଭଲ କରିବା ପାଇଁ ଆପଣ ଉପାୟ କଣ କରିବେ। ଆପଣ ପ୍ରତି ରବିବାର ସୂର୍ଯ୍ୟଦେବଙ୍କୁ ଟିକେ ଜଳ ଅର୍ପଣ କରନ୍ତୁ ଏବଂ ଗୁଡ ଗହମ ଯଦି ପାରୁଛନ୍ତି ଲୋକଙ୍କୁ ଟିକେ ଦାନ କରନ୍ତୁ। ସିଂହ ରାଶିର ଲୋକମାନେ ଜନ୍ମଜାତ ସେମାନେ ହେଉଛନ୍ତି ନେତା। ସେମାନେ ସମସ୍ତ ପରିସ୍ଥିତିରେ ସେମାନେ ଆଗକୁ ବଢିବା ଜାଣିଛନ୍ତି। ଏହା ଆପଣଙ୍କ ଲାଇଫ ସହିତ ମିଶୁଛି ନା? ଯଦି ମିଶୁଥିବ ନିଶ୍ଚିତ ଭିଡିଓଟିକୁ ଲାଇକ୍ କରିବେ ଆଉ କମେଣ୍ଟରେ ଜୟ ସୂର୍ଯ୍ୟଦେବ ଲେଖିଦେବେ। ହଁ, ଭିଡିଓଟିକୁ ସେୟାର କରିବା ଭୁଲିବେନି। ହେଇପାରେ ଆପଣଙ୍କର এই ଛୋଟିଆ ହେଲ୍ପ ମାଧ୍ୟମରେ ଭିଡିଓଟି ଅନ୍ୟ ସିଂହ ରାଶି ଲୋକଙ୍କ ପାଖକୁ ପହଞ୍ଚିଯିବ ଏବଂ ତାଙ୍କର କିଛି ଉପକାର ହେଇଯିବ। ଆଉ ଯଦି ପ୍ରଥମ ଥର ଆପଣ ଆମ ୟୁଟ୍ୟୁବରେ ଭିଡିଓ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ।
ଆଉ ଯଦି ଫେସବୁକରେ ଦେଖୁଛନ୍ତି ଟିକେ ଫଲୋ କରିବେ, କାହିଁକିନା ଆପଣଙ୍କୁ ଏଥିରେ ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ, ଏହା ସହିତ ଆଷ୍ଟ୍ରୋଲୋଜି ରିଲେଟେଡ୍ ଆପଣଙ୍କୁ ବହୁତ ସାରା ସୁନ୍ଦର ସୁନ୍ଦର ଭିଡ଼ିଓ ଆମ ୟୁଟ୍ୟୁବ ଚ୍ୟାନେଲ ହଉ କିମ୍ବା ଫେସବୁକ ପେଜ୍ ହଉ ଆପଣ ଏଥିରେ ଦେଖିବାକୁ ପାଇବେ।